हाय हेलो नमस्कार जय जगन्नाथ। आशा करছি ଆପଣମାନେ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ତ ଯେମିତିକି ମୋର ଆଜି ଡେ 20 ତ ଡେ 20ରେ ମୁଁ ଆଜି 7ଟା ବେଳେ ବାହାରିକି ଆଇଛି, କାରଣ କାଲି ମୋର ଡେ 19 ଗଲା। ତ ଡେ 19ରେ ମୁଁ 20 ଘଣ୍ଟା କାମ କରିଦେଇଥିଲି, 19-20 ଘଣ୍ଟା ପାଖାପାଖି। ତ ବହୁତ ଲଙ୍ଗ୍ ଟାଇମ୍ କାମ କରିଥିଲି। ତ କାଲିକା ମୁଁ ଯେତିକି ଭିଡ଼ିଓ ସୁଟ୍ କରିଥିଲି, ତ ମୋର କ'ଣ ମୋବାଇଲ୍ ପ୍ରୋବ୍ଲେମ୍ ଦୋଷରୁ ମୋର ସବୁ ଫର୍ମାଟ୍ ହେଇଛି, କାଲିକା ଭିଡ଼ିଓ ଆସିବନି। ତ ସେଥିପାଇଁ କ'ଣ କରିବି, ଆଉ ଭିଡ଼ିଓଟା ପଳେଇଲା, ତା ବୋଲି ମୁଁ କିଛି କରିପାରିବିନି। ତ ସେଥିପାଇଁ କାଲିକା ମିସ୍ ହେଇଯାଇଛି। ତ ଆଜି ସର୍ଟ ଟାଇମ୍ କରିଛି। ତ ଆଜି ହାଫ୍ ଟାଇମ୍ରେ ପାର୍ଟ ଟାଇମ୍ରେ ଦେଖିବା କ'ଣ ହେଉଛି। ତ ମୋର ଟାର୍ଗେଟ୍ ଅଛି 600 ଟଙ୍କା। ତ ସେଥିପାଇଁ ଆଜି 7ଟା ବେଳେ ବାହାରିକି ଆସିଥିଲି, 6:30ରେ ବାହାରିକି ପଳେଇ ଆସିଥିଲି, ତେଲ ଫେଲ ପକେଇଲି। ତ ବାହାରିକି ଆସିକି ମୁଁ ଅନଲାଇନ୍ ଅନ୍ କରିଥିଲି। ଅନ୍ କଲା ପରେ ଅର୍ଡ଼ର ବାହାରିଥିଲା, ଏମିତି ଗୋଟେ ପରେ ଗୋଟେ ଅର୍ଡ଼ର ବାହାରିଥିଲା। କିନ୍ତୁ ଏତେ ଅର୍ଡ଼ର ଖରାପ ଥିଲା ଯେ, ମାନେ ରେଷ୍ଟୁରାଣ୍ଟ ଏତେ ଲେଟ୍ କରୁଥିଲା କୁହନି। ତ ଯାହା ହଉ ସେମିତି ଦେଉଥିଲେ। ତ ଏମିତିରେ ଦେଖ, ମାନେ କହୁଛ ଅନଲାଇନ୍ର କାମ କରିବ, ଗାଡ଼ି ରଖିକି 1-2 କିଲୋମିଟର ଲେଖା ଚାଲିକି ଯିବାକୁ ପଡ଼ୁଛି, ଏମିତି ଆଉ। ତ ଯାହା ହଉ ଆଜି ଏମିତି ଗୋଟେ ପରେ ଗୋଟେ ଅର୍ଡ଼ର ହେଇଥିଲା। ଗୋଟେ ପରେ କ'ଣ, ସବୁ 5ଟା ଅର୍ଡ଼ର ହେଇଥିଲା। 5ଟା ଅର୍ଡ଼ରରେ ତ ଆଜି 232 ଟଙ୍କା ହେଇଥିଲା। 4 ଘଣ୍ଟା 13 ମିନିଟ୍ ଅର୍ଡ଼ର ହେଇଥିଲା, କାମ କରିଥିଲି। କାମ କଲା ପରେ ସବୁ 232 ଟଙ୍କା ସେଟା। ତ ଦେଖ ମୋର ଆଜି କ'ଣ ପ୍ରୋବ୍ଲେମ୍ ଥିଲା। ଆଜି ପ୍ରୋବ୍ଲେମ୍ ଥିଲା, ମୋର ଟାର୍ଗେଟ୍ ଥିଲା 600 ଟଙ୍କା, କିନ୍ତୁ 600 କ'ଣ 250 ବି ହେଲାନି, 600 ତ ଦୂରର କଥା। ତ ମୋତେ ବହୁତ ଆଜି ବେଡ଼ ଅର୍ଡ଼ର ଥିଲା, ମାନେ ଟୋଟାଲି ରେଷ୍ଟୁରାଣ୍ଟ ଯେତିକି ଲେଟ୍ କରାଉଥିଲା, ଆହୁରି ଇଏ ବି ସେତେ ଅର୍ଡ଼ର ନ ଦେଉଥିଲା। ଏମିତିରେ ଆଜି ଏତେ ଖରାପ ଥିଲା, ମାନେ କୁହନି, ବହୁତ ଖରାପ। ତ ଯାହା ତା କ'ଣ କରିବ, ଲାଗୁଛି ମୋତେ ପ୍ଲାଟଫର୍ମ ଚେଞ୍ଜ କରିବାକୁ ପଡ଼ିବ। ଯଦି ଏମିତି ହଇରାଣ କରିବ ତ ପ୍ଲାଟଫର୍ମ ଚେଞ୍ଜ କରିବାକୁ ବାଧ୍ୟ। ଆଉ କାହାକୁ ଖରାପ ତ କହିବିନି କି ସ୍ୱିଗି ଖରାପ, ଜୋମାଟୋ ଖରାପ କେହି ନୁହଁ। କିନ୍ତୁ ସେମାନେ ଯଦି ତାଙ୍କ ରାଇଡ଼ରକୁ ଯଦି ଏମିତି ପ୍ରୋବ୍ଲେମ୍ କରିବେ କି ତାଙ୍କ ଇଏ କରିବା, ତ କେମିତି କ'ଣ କାମ କରିବା। ତ ସେଥିପାଇଁ ଦେଖିବି, ଯଦି ସୁବିଧା ହେବ ତ ଏମିତି ଭଲ ଲାଗିବ କରିବି, ନହେଲେ ତା ପାଇଁ ପ୍ଲାଟଫର୍ମ ଚେଞ୍ଜ କରିବାକୁ ପଡ଼ିବ। ତ ଦେଖିବା କ'ଣ ହେଉଛି। ଆଜି ଏଥିପାଇଁ ରହୁଛି। ଜୟ ଜଗନ୍ନାଥ। କାଲି ନେକ୍ସଟ ଡେ ଦେଖିବା।